ଆଜ୍ଞା ମାନେ ଆପଣମାନେ ଯେତେବେଳେ ବର୍ଷା ଦିନିଆ ଧାନ ଚାଷ କରବାର୍ ଲାଗି ପଲ୍ହା ପାନ୍ ପକାଉଛନ୍ ସେ ସମୟକେ ଆପଣମାନେ ଟିକେ ତର୍କି କରି ରହୁନ୍। କାଁ କରି ବେଲେ ଦେଖୁନ୍ ଯେନ୍ତା କିସିମେ ଦୋକାନୀ ମାନେ ଠକୁଛନ୍ ଧାନ ମଞ୍ଜି ଆପଣଙ୍କର ପୁରା 6 ମାସର କବାର୍ କମ୍ ଆଉ ଅଥା ବିଥା ପୁରା ବ୍ୟର୍ଥ ହେଇଯିବା ଆଉ ଆପଣଙ୍କର ଅମଲଟା ଠିକ୍ ହିସାବେ ହେଇନାପାରେ। ଯେତେବେଳେ ଆମେ ଗୋଟେ ଚାଷଟେ କରସୁଁ ସେଟା ଯେନ୍ସି ବି ଚାଷ ହଉ ସେଥିନ୍ ଆମେ ସର୍ବପ୍ରଥମେ ଆଶା କରସୁଁ କି ଭଲ୍ ଅମଲ ହଉ ଆଉ କେନ୍ତା କରି ଖର୍ଚ୍ଚା କମ୍ ହଉ। କିନ୍ତୁ ଯଦି ଆମେ ଇ ଭିତରେ କେନ୍ସି କିସିମେ ଗଲତ ମଞ୍ଜିଟେ ବାଛି ନେଉଛୁ ବେଲେ ଆମର ଖର୍ଚ୍ଚାଟା ବଢ଼ି ଯାଏସି ଆଉ ଆମଦାନୀଟା କମି ଯାଏସି। ସେଥିର୍ଲାଗି ଆମକୁ ସବୁବେଲେ ଗୋଟେ ଉତ୍ତମ ମାନର ମଞ୍ଜି ବାଛବାର୍କେ ପଡ଼ବା ଯେନ୍ତିନ୍ କି ଭଲ୍ ଅମଲ ହେବାର୍ ସାଙ୍ଗେ ସାଙ୍ଗେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା। ଆଜ୍ଞା ମାନେ ଆପଣଙ୍କର ଲାଗି ବର୍ଷା ଦିନିଆ ଗୋଟେ ଧାନର ଭେରାଇଟି ଆପଣଙ୍କୁ ଇ ଭିଡ଼ିଓରେ ବତା ହେଇଛେ ଯେନ୍ଟା କି ମାର୍କେଟରେ ପ୍ରବଳ ମାତ୍ରାରେ ଚାଲିଛେ ଆଉ ଭଲ୍ ଅମଲ ହେବାର୍ ସାଙ୍ଗେ ସାଙ୍ଗେ ରୋଗ ପୋକ ବି ବେଶୀ ନାଇଁ ଲାଗବାର୍। ଆଉ ଆପଣ ଇ ଭେରାଇଟିକେ ମଧ୍ୟମ କିସମ ଜମିରେ କରିପାରିବେ ଯେନ୍ ଦିନ କି ବେଶୀ ପାନ୍ ନାଇଁ ହଉଥିବା କି କମ୍ ପାନ୍ ନାଇଁ ହଉଥିବା। ଇ କିସ୍ମେ ଯଦି ଆପଣ କରିପାରିବେ ବେଲେ ଇ ଭେରାଇଟିରେ ଆପଣ ଏକର ପ୍ରତି 28 ରୁ 32 କୁଇଣ୍ଟାଲ ଯାକ ଅମଲ କରିପାରିବେ। ଆଉ ଇ ଭେରାଇଟିର ନାଁ ଜାଣବାର ଆଗରୁ ଆପଣ ଯଦି ଆମର ଚ୍ୟାନେଲରେ ନୂଆ ଅଛନ୍ ବେଲେ ଲାଇକ୍ ଆଉ ସବସ୍କ୍ରାଇବ୍ ଟିକେ କରି ନେଇଥିବେ ଆଉ ପାଖେ ଥିବା ବେଲ୍ ଆଇକନ୍ କେ ବି ଦବାଇ ନେଇଥିବେ ଯେନ୍ ଦେଲେ ଏନ୍ତା ଚାଷ ସମ୍ବନ୍ଧୀୟ ଭିଡ଼ିଓ ଆପଣଙ୍କୁ ମିଲି ପାରୁଥିବା। ତ ଚାଲୁନ୍ ଭିଡ଼ିଓକେ ଷ୍ଟାର୍ଟ କରମା। ଆଜ୍ଞା ମାନେ ଯଦି ଆପଣ ଖରିଫ ଋତୁରେ ମଧ୍ୟମ କିସମ ଜମିରେ ଧାନ ଚାଷ କରବାର୍କେ ଯାଉଛନ୍ ବେଲେ ଆପଣଙ୍କର ଲାଗି ଗୋଟେ ବଢ଼ିଆ ଭେରାଇଟି ହେଲା ପାନ୍ କମ୍ପାନୀର ପାନ୍ 804 ଭେରାଇଟି ଯେନ୍ଟାକି ପାନ୍ ଯମୁନା ନାଁରେ ହଲା ଜଣାଯାଏସି। ଆଉ ଇ ଭେରାଇଟିକେ ଚାଷୀ ଭାଇମାନେ କରି ବହୁତ ଆମଦାନୀ କରୁଛନ୍। ଗତ କିଛି ବର୍ଷ ହେଲା ଇ ଭେରାଇଟିର ଧାନ ପ୍ରବଳ ମାତ୍ରାରେ ଚାଲିଛେ। କେଁ ହେଲା ଯେ ବେଲେ ଦେଖୁନ୍ ଇ ଭେରାଇଟିର ଧାନଟା ଭଲ୍ ଅମଲ ହେବାର୍ ସାଙ୍ଗେ ସାଙ୍ଗେ ଇ ଧାନଟା ଖାଇଗଲା ହଉଛେ ଆଉ ଭଲ୍ ହିସାବେ ବିକ୍ରି ଗଲା ହଉଛେ ଆଉ ଓଜନ ଗଲା ରହୁଛେ। ଯେନ୍ ଦିନ ଚାଷୀ ଭାଇମାନେ ଆଗ୍ରହର ସହିତ ଇ ଭେରାଇଟିର ଧାନକେ କରୁଛନ୍ ଆଉ ଅଧିକରୁ ଅଧିକ ଲାଭବାନ ହେଇପାରୁଛନ୍। ଆଜ୍ଞା ମାନେ ଯଦି ଆମେ ଦେଖବାର୍କେ ଯିମା ବେଲେ ଇ ଭେରାଇଟିଟା 140 ରୁ 145 ଦିନ ମଧ୍ୟରେ ଅମଲ ହେଇଯାସି ଯେନ୍ଟା କି ମଧ୍ୟମ କିସମ ଜମିର ଲାଗି ପୁରା ଉତ୍ତମ। ଇ ଧାନର କ୍ୱାଲିଟି ହେଲା ଇ ଧାନଟା ଯଦି ଆପଣ ଗୁଟେ ଲଗେଇ ନଉଛନ୍ ବେଲେ ଗୁଟେ ଜାଗାରେ ଇଥିର ପିଲ ସଂଖ୍ୟା 20 ରୁ 25ଟା ପିଲ ହେଇଯାସି। ଆଉ ଇ ଧାନର ନାଡ଼ାଟା ଏତ୍କି ବର୍କସ ରହିସି ଯେ ପ୍ରବଳରୁ ପ୍ରବଳ ଧୋକା ଦେଲେ ମଧ୍ୟ ନାଇଁ ସୁଏ। ଯଦି ଆପଣଙ୍କର ପାନ୍ ଥିବା ଜମିରେ ମଧ୍ୟ ଆପଣଙ୍କର ଧାନଟା ଅମଲ ହେଇପାରବା। ଇ ଭେରାଇଟିର ଧାନ ପ୍ରବଳ ମାତ୍ରାରେ ଫଲବାର୍ ସାଙ୍ଗେ ସାଙ୍ଗେ ଛୋଟ ରହିସି ଆଉ ଓଜନଦାର ରହିସି ଯେନ୍ଟା କି ବିକ୍ରୟ ଲାଗି ଗଲା ଉପଯୁକ୍ତ ହେସି ଆଉ ଖାଇବାର୍ ଲାଗି ଗଲା ଭଲ ଲାଗ୍ସି। ଆଉ ଯଦି ଆପଣମାନେ କରୁଥିବେ ଇ ଭେରାଇଟିର ଧାନ ଚାଷ ବେଲେ ତ ସିଓର ଜାଣିଥିବେ ଯେ ଇ ଧାନର ଭେରାଇଟି ଖାଇବାର୍କେ କେନ୍ତା ଲାଗ୍ସି। ଆଜ୍ଞା ମାନେ ଯଦି ଆପଣ ଇ ଭେରାଇଟିକେ କରୁଛନ୍ ବେଲେ ଆପଣଙ୍କୁ କେନ୍ସି ପ୍ରକାରର ବେଶୀ ସାର ଉଷ ଦେବାର୍କେ ନାଇଁ ପଡ଼େ। କାଁ କରି ବେଲେ ଇ ଭେରାଇଟିରେ ସେତ୍କି ତାକତ ଅଛେ ଯେନ୍ଟା କି ପ୍ରତ୍ୟେକ ସମିହାରେ ତିଷ୍ଟି ରହିପାରବା ଆଉ ଭଲ୍ ଆମଦାନୀ ଦେଇପାରବା। ଆଜ୍ଞା ଆପଣଙ୍କୁ ଆମର ଇ ଇନଫର୍ମେଟିଭ ଭିଡ଼ିଓଟା କେନ୍ତା ଲାଗଲା ଆଉ ଆପଣ କେନ୍ ଡିଷ୍ଟ୍ରିକ୍ଟରୁ ଦେଖୁଛନ୍ ଆମର ଇ କମେଣ୍ଟ ସେକ୍ସନରେ ଜରୁର ବତାବେ। ଆଉ ଏନ୍ତା ଚାଷ ସମ୍ବନ୍ଧୀୟ ଭିଡ଼ିଓ ଦେଖବାର୍ ଲାଗି ଆମର ଚ୍ୟାନେଲକେ ଲାଇକ୍ ସବସ୍କ୍ରାଇବ୍ ଆଉ ପାଖେ ଥିବା ବେଲ୍ ଆଇକନ୍କେ ବି ଜରୁର ଦବାବେ ଯେନ୍ ଦିନ ଏନ୍ତା ଚାଷ ସମ୍ବନ୍ଧୀୟ ଭିଡ଼ିଓ ଆପଣଙ୍କୁ ପ୍ରତିଦିନ ମିଲିପାରବା। ଇ ଭିଡ଼ିଓ ତିନ ତ ଏତ୍କି ଫେର୍ ଭେଟ ପଡ଼ମା ଆଉ ଗୋଟେ ନୂଆ ଭିଡ଼ିଓ ଥିନ୍।